ଖଣ୍ଡପଡ଼ା ତହସିଲ ଅଞ୍ଚଳରେ ବେପର୍ଯ୍ୟସ୍ତ ସେବା, ସକ୍ରିୟ ମାଫିଆ ଏକଥା ଏବେ ସାଧାରଣରେ ମତ ପ୍ରକାଶ ପାଇଛି। କାରଣ ତହସିଲ ଅଧୀନ ବିଭିନ୍ନ ରାଜସ୍ୱ ସର୍କଲରେ ଛତୁ ଫୁଟିଲା ଭଳି ଇଟାଭାଟି ତିଆରି ହୋଇଥିବା ବେଳେ ହାତ ବାନ୍ଧି ବସିଛନ୍ତି ତହସିଲଦାର ଓ କର୍ମଚାରୀ। ଫଳରେ ସରକାରଙ୍କ ବ୍ୟାପକ ରାଜସ୍ୱ ହାନି ମଧ୍ୟ ହେଉଛି। ଏଥିପ୍ରତି ନୟାଗଡ଼ ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ କି ପଦକ୍ଷେପ ନେଉଛି ତାହା ଏବେ ଦେଖିବାକୁ ବାକି ରହିଲା। ଘଟଣାରୁ ପ୍ରକାଶ, ଖଣ୍ଡପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ଇଟାଭାଟି ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ବେଆଇନ ଇଟାଭାଟି ଯୋଗୁଁ ଗତ କିଛି ଦିନ ହେବ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବା ନେଇ ଅଭିଯୋଗ ହୋଇଛି। ଜନବସତି, ରାସ୍ତାକଡ଼, ନଈପଠା, ଗୋଚର ଜମି, ଜଙ୍ଗଲ ଜମିରେ ପ୍ରତ୍ୟେକ ସ୍ଥାନରେ ଏଭଳି ମାଳମାଳ ବେଆଇନ ଇଟାଭାଟି ଏବେ ସମସ୍ୟା ବଢ଼ାଇଛି। ଖଣ୍ଡପଡ଼ା ତହସିଲ ଅଞ୍ଚଳରେ ବିଭିନ୍ନ ରାଜସ୍ୱ ଗ୍ରାମରେ ମଧ୍ୟ ଇଟା ମାଫିଆମାନେ ସକ୍ରିୟ ହେବା ସହ ଏକର ଏକର ଗୋଚର ଜାଗା, ଅନାବାଦୀ ଜମି, ନଈପଠା ଓ ଜଙ୍ଗଲ ଜମିରେ ଅବାଧ କାରବାର କରୁଥିବା ବେଳେ ସରକାରଙ୍କ ରାଜସ୍ୱ ହାନି ସହ ବ୍ୟାପକ ଅଞ୍ଚଳରେ ମୃତ୍ତିକା କ୍ଷୟ ହେଉଛି। ଏସବୁ ଦିଗରେ ପଦକ୍ଷେପ ନେବାକୁ କିନ୍ତୁ ସ୍ଥାନୀୟ ପ୍ରଶାସନ ଓ ରାଜସ୍ୱ ବିଭାଗ ପଛଘୁଞ୍ଚା ଦେଇଛି। ବ୍ଲକ ଅଧୀନ ଖଳିସାହି, ଶିଖରପୁର, ବନମାଳୀପୁର ଆଦି ବିଭିନ୍ନ ପଞ୍ଚାୟତ ସମେତ ଏକାଧିକ ରାଜସ୍ୱ ସର୍କଲରେ ବେଧଡ଼କ ଭାବେ ଏହି ଶିଳ୍ପ ଗଢ଼ି ଉଠିଛି। ଇଟାଭାଟିରୁ ବାହାରୁଥିବା କଳା ଧୂଆଁ ଓ ଧୂଳିରେ ଅଞ୍ଚଳବାସୀ ଅତିଷ୍ଠ ହେବା ସହ ନିଆଁ ପ୍ରକୋପରେ ସ୍ଥାନୀୟ ଅଞ୍ଚଳର ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି। ବିଶେଷ କରି ଶିଖରପୁର ଏବଂ ଖଣ୍ଡପଡ଼ା ଉପକଣ୍ଠ ତଥା ଖଳିସାହିକୁ ଲାଗିକରି ହୋଇଥିବା ଇଟାଭାଟି ଯୋଗୁଁ ଲୋକମାନେ ନାନା ସମସ୍ୟାରେ ପଡ଼ୁଛନ୍ତି। ତେବେ ଏମାନଙ୍କ ପଛରେ ସ୍ଥାନୀୟ ତହସିଲଦାର ପ୍ରଶାସନର ସହଯୋଗ ଯୋଗୁଁ ରାଜସ୍ୱକୁ ଠକି ଛୋଟମୋଟ ଟ୍ୟାକ୍ସ ଆଦାୟ କରିବା ସହ ଏଭଳି ବେଆଇନ କାରବାର ପାଇଁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ରାଜସ୍ୱ ସର୍କଲର ନିରୀକ୍ଷକମାନେ ମାଫିଆମାନଙ୍କ ସହ ସୁସମ୍ପର୍କ ରଖି ଏଭଳି ବେଆଇନ କାରବାରକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଅନୁଯାୟୀ ଉପର ପୋଡ଼ା ଇଟାଭାଟି ସମ୍ପୂର୍ଣ୍ଣ ବେଆଇନ। ଇଟାଭାଟି ଯୋଗୁଁ ଶହ ଶହ ଏକର ଚାଷ ତଥା ସରକାରୀ ଜମିରୁ ମାଟି କ୍ଷୟ ମଧ୍ୟ ହୋଇଚାଲିଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।